हरि नाम प्रभु की जाए। तो भागवतम रे अ, वर्णन कराया जाए कि कि ଯେତେବେଳେ ଆମେ ଯେକୌଣସି ବିଷୟବସ୍ତୁ ଉପରେ ଧ୍ୟାନ କରନ୍ତି ସେ ଅନୁରୂପ ଆମକୁ ସ୍ୱରୂପ ପ୍ରାପ୍ତ ହୁଏ ବୋଲି। यत्र यत्र मनोहृति धारयेत् सकलं विधा स्नेहात् द्वेषात् भयात् अपि याति तत्त स्वरूपम। ତ ଯେତେ ଜୀବ ଯେତେବେଳେ ଯେକୌଣସି ବସ୍ତୁ ଉପରେ ତାଙ୍କର ମନ ବୁଦ୍ଧି ହୃଦୟ ସାଙ୍ଗରେ କଣ୍ଟେମ୍ପଲେଟ କରୁଥାଏ, କମ୍ପ୍ଲିଟ କନସେନଟ୍ରେଟ କରୁଥାଏ, ସେତେବେଳେ ତାକୁ ସେଇ ଅନୁରୂପ ଶରୀର ପ୍ରାପ୍ତ ହୁଏ। ଯେମିତି ଆମେ ଦେଖିଛେ ସଂବାଳୁଆ ସେ କଣ ଧୀରେ 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 ପ୍ରଜାପତି ମଧ୍ୟ ହୁଏ। ତେଣୁ ଯେତେବେଳେ ଆମେ ଭଗବାନଙ୍କର ନାମ କରନ୍ତି ସେତେବେଳେ ଆମକୁ କମ୍ପ୍ଲିଟ କଣ୍ଟେମ୍ପଲେସନ କରିବାର ଅଛି, ଭଗବାନଙ୍କର ନାମ ଉପରେ ପୂର୍ଣ୍ଣ ରୂପରେ ଧ୍ୟାନ କରିବାର ଅଛି। ଯେତେବେଳେ ଆମେ ସମସ୍ତେ ଜାଣିବା ଦରକାର କି ଯେମିତି ଗଜେନ୍ଦ୍ର ମୁଖ୍ୟ ସ୍ତୁତିରେ କୁହାଯାଏ, ଏବଂ ବ୍ୟବସ୍ଥିତ ବୁଦ୍ଧ୍ୟା ମନୋ ସମାଧାୟ ମନୋହୃତି ଯଜାପ ପରମଂ ଜାପ୍ୟଂ ପ୍ରାକ୍ ଜନ୍ମ ଅନୁକ୍ଷିତମ୍। ଗଜେନ୍ଦ୍ର ପୂର୍ବ ଜନ୍ମର ଯାହା ଭକ୍ତି ସ୍ୱୀକୃତି କି ଭକ୍ତିର ଆକାଉଣ୍ଟ ପ୍ରାପ୍ତ ହେଇଥିଲେ ସେ ଅନୁରୂପ ସେ ଭଗବାନଙ୍କୁ ଧ୍ୟାନ କଲେ। କେମିତି? ଯଜାପ ପରମଂ ଜାପ୍ୟମ୍, ପରମ ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ନାମକୁ ଗ୍ରହଣ କଲେ। କିନ୍ତୁ ଏଠି ବର୍ଣ୍ଣନା କରାଯାଏ, ସୁଖଦେବ ଗୋସ୍ୱାମୀ କୁହନ୍ତି କି ଗଜେନ୍ଦ୍ର ତାଙ୍କର ମନକୁ ହୃଦୟରେ ସ୍ଥାପନ କଲେ ପ୍ରଥମେ, ଫିକ୍ସିଂ ହିଜ ମାଇଣ୍ଡ ଇନ୍ ହିଜ ହାର୍ଟ along with perfect intelligence. Okay? Fixing his mind in his heart along with perfect intelligence. ଯେମିତି ତମର ଧର ଟ୍ରେନ ଅଛି ଯିବା ପାଇଁ, ଏଇଠୁ ଭୁବନେଶ୍ୱର ଯିବ, ତ ତୁମର ରିଜର୍ଭେସନ ଟିକେଟ ଅଛି। ତ ରିଜର୍ଭେସନ ଟିକେଟରେ କଣ ହବ, ଟ୍ରେନ ଆସିବ, ତୁମେ ଯାଇକି ଗୋଟେ ପରଫେକ୍ଟ ସିଟ୍, ତୁମକୁ ନିର୍ଦ୍ଦିଷ୍ଟ ସିଟ୍ ଯାହା ବି ତୁମକୁ ଆଲର୍ଟ ହେଇଥିବ ସେଇ ଜାଗାରେ ତମେ ଯାଇକି ବସିବ। ତ ନାମ ଜପ କରିବା ପୂର୍ବରୁ ଆମକୁ ଆମର ମନକୁ ହୃଦୟରେ ସ୍ଥାପନ କରିବାର ଅଛି। ଆଉ ସମାଧାୟ ମନ ହୃଦି, ହୃଦି ଅର୍ଥାତ ବୁଦ୍ଧି। ତେଣୁ ଆମେ ସମସ୍ତେ ଭାବି ପାରିବା ଏମିତି ଗଜେନ୍ଦ୍ର ସେ ପୁଷ୍କରିଣୀରେ ଯୋଉଥିରେ ଆମର ମଗରମଚ୍ଛ କୁମ୍ଭୀର ତାଙ୍କୁ ଧରିଥିଲେ, ସେ ସଂସାର ଭବସାଗରରେ ଆମେ ମାୟା ରୂପକ କୁମ୍ଭୀର ଆମକୁ ଧରିଥିଲେ। ତେଣୁ ଆମକୁ ଏଇ ହରି ଭକ୍ତି ଭଗବାନଙ୍କର ଏ ହରି ଭକ୍ତି ରୂପକ ପୁଷ୍ପ କମଳକୁ ଆମେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା, ଆମ ହୃଦୟରେ ସ୍ଥାପନ କରିକି, ସେତେବେଳେ ଆମେ ସଂସାର ବନ୍ଧନରୁ ମୁକ୍ତ ହେଇପାରିବା। ଓକେ, ତ ଆମେ ଆମର ବୁଦ୍ଧିକୁ କେମିତି ଭଗବାନଙ୍କର ଏ ହରି ନାମରେ ରଖିବା? ତ ଫାଷ୍ଟ ଆମେ ନାମ ଜପ କରିବା ପୂର୍ବରୁ ସମସ୍ତେ ଚେଷ୍ଟା କରିବା ଦରକାର କି କିଛିଟି ଭାଗବତମ ହଉ ଭଗବଦ ଗୀତାର ଯୋଉ ଶ୍ଲୋକ ମାନ ରହିଲେ, ଉତ୍ତମ ଶ୍ଲୋକ ମାନ ରହିଲେ, ଯାହା ଭଗବାନଙ୍କର ହରିନାମର ଗୁଣ କୀର୍ତ୍ତନ କରନ୍ତି, ତ ତାକୁ ଶ୍ରବଣ କରିବା ପାଇଁ ତ ଆମେ ଜାଣି ରଖିବା ଦରକାର କି ହରିନାମ ବାସ୍ତବରେ ଆମ ସମସ୍ତଙ୍କର ଆଶ୍ରୟ, ଆଉ ସମସ୍ତ ପ୍ରକାରର କ୍ଲେଶକୁ ଲାଘବ କରିକି ସର୍ବୋତ୍କୃଷ୍ଟ ଆନନ୍ଦ ପ୍ରଦାନକାରୀ ଏହି ହରିନାମ। ତେଣୁ ଏହା ଟଚ ଷ୍ଟୋନ, ପାରସ ମଣି ଭଳିଆ। ଆମେ ଭୌତିକ ଜଗତରେ ଏଠି ବର୍ଣ୍ଣନା କରାଏ, ପ୍ରଭୁପାଦଙ୍କୁ ପଚାରିଲେ, ପ୍ରଭୁପାଦ ଆମେ ଭଗବାନଙ୍କର ନାମ କେମିତି କରିବା? ନା ପ୍ରଭୁପାଦ କହିଲେ, ୱିଥ କମ୍ପ୍ଲିଟ ଆବଜର୍ପସନ, ପୂର୍ଣ୍ଣ ରୂପରେ ନିବିଷ୍ଟ ହେଇକି, ଆବଜର୍ପସନ ମାନେ ନିବିଷ୍ଟ ହେଇକି ନାମ ଜପ କରିବାର ଅଛି। ୱିଥ ସ୍ପିରିଚୁଆଲ ସେନ୍ସେସ୍, ଟର୍ମ ମନେ ରଖିପାରିବ, ୱିଥ ସ୍ପିରିଚୁଆଲ ସେନ୍ସେସ୍। ଆମର ଏବେ କଣ ଅଛି? ମେଟେରିଆଲ ସେନ୍ସେସ୍ ଅଛି। ତ ସ୍ପିରିଚୁଆଲ ସେନ୍ସେସ୍ ଆମକୁ ଡେଭଲପ କରିବାକୁ ପଡିବାର ଅଛି। ତ ସ୍ପିରିଚୁଆଲ ସେନ୍ସେସ୍ କେମିତି ଆମେ ବିକାଶ କରିବା? ଯେତେବେଳେ ଆମେ ଭଗବାନଙ୍କ ନାମକୁ ଗ୍ରହଣ କରିବା, ନାମ ମାଧ୍ୟମରେ ଆମର ସେନ୍ସେସ୍ ଡେଭଲପ ହବ, ହେଲା। ଛୋଟ ଛୁଆଟେ ଜନ୍ମ ହେଲା ପରେ ତାର ଛୋଟ ଛୋଟ କୁନି ହାତ ଗୋଡ ସବୁ ଥାଏ, ଧୀରେ ଧୀରେ ସେ ହାତ ଗୋଡ ବଡ ବଡ ହୁଏ। ତ ଆମେ ଯେତେବେଳେ ଭଗବାନଙ୍କ ନାମ କରିବା, ଆମ ହାତ ଗୋଡ ନାହିଁ, ଇନ୍ ଦ ସେନ୍ସ ସ୍ପିରିଚୁଆଲ ସେନ୍ସେସ୍ ଏବେ ଡେଭଲପ ହେଇନି। ତେଣୁ ଆମେ ଧୀରେ ଧୀରେ ଭଗବାନଙ୍କ ନାମ ଉପରେ ନିବିଷ୍ଟ ହେଇକି ଯେତେବେଳେ ଧ୍ୟାନ ମଗ୍ନ କରିବା, ନାମ ଜପ କରିବା, ସେତେବେଳେ ଆମର ଆଧ୍ୟାତ୍ମିକ ଇନ୍ଦ୍ରିୟ ମାନେ ଜାଗ୍ରତ ହବ। ତେଣୁ କମ୍ପ୍ଲିଟ ଆବଜର୍ପସନ। ତେଣୁ କେମିତି? ନା ମନ ବୁଦ୍ଧି ଆଉ ହୃଦୟ, ଏହା ମାଧ୍ୟମରେ ଆମେ ଭଗବାନଙ୍କ ନାମ ସୁନ୍ଦର ଭାବରେ କରିବା, ଚେଷ୍ଟା କରିବା ଦରକାର। ମନ ବୁଦ୍ଧି କେମିତି କହିଲି? କି ଭଗବାନଙ୍କର ଏଇ ଉତ୍ତମ ଶ୍ଲୋକ ମାନ ଆବୃତ୍ତି କରିକି ତାପରେ ଧ୍ୟାନ କରିକି। ମନକୁ କେମିତି ଆମେ
ଭଗବାନଙ୍କର ଏଇ ହରିନାମରେ ଲଗେଇବା ନା ନିଶ୍ଚୟ ଭାବରେ ଚେତ ଦର୍ପଣ ମାର୍ଜନମ ଯେତେ କୁହାଯାଏ କି ଯେତେବେଳେ ଭଗବାନଙ୍କ ନାମ କରୁଛନ୍ତି କି ଅତି ବିଦୁ ସ୍ୱାର୍ଥ ଗତି ମେ ବିଷ୍ଣୁ ବହିରର୍ଥ ମାନେ ନା ବହିରର୍ଥ ମାନେ ଆମେ ଆମର ବାସ୍ତବ ସ୍ୱାର୍ଥକୁ ଜାଣିବା ଦରକାର। ବାସ୍ତବ ସ୍ୱାର୍ଥ କଣ? ଭଗବାନ ଶ୍ରୀକୃଷ୍ଣଙ୍କର ସେବା କରିବା ଜୀବନର ପରମ ଲକ୍ଷ୍ୟ। ତେଣୁ ବାସ୍ତବ ସ୍ୱାର୍ଥ ହେଲା ଭଗବାନ ବିଷ୍ଣୁଙ୍କର ସେବା କରିବା। ତେଣୁ ଯେତେବେଳେ ଆମେ ଭଗବାନ ହରିଙ୍କର ନାମ ଗ୍ରହଣ କରୁଛେ ଭଗବାନଙ୍କର ସ୍ୱାର୍ଥ ଭଗବାନଙ୍କର ସେବା କରୁଛେ ଯେତେବେଳେ ବହିରର୍ଥ ମାନେ ନା ଅର୍ଥାତ ମନକୁ ଇଆଡେ ସିଆଡେ ହବାକୁ ଦବା ନାହିଁ। ଯେତେବେଳେ ମନ ଯାଉଛି ତାକୁ ପୁଣି ଟାଣି ଆଣିକି ରଖିବା। ତାପରେ ହୃଦୟ ମାନେ ଫିଲିଙ୍ଗସ୍ ଆମେ ନିଶ୍ଚୟ ଚେଷ୍ଟା କରିବା ଦରକାର। ଯେତେବେଳେ ଇନ୍ଦ୍ରିୟ ମାନେ ଅଛନ୍ତି ଯେତେବେଳେ ଭାବ ଆସିବ ତ ଭାବ ପ୍ରବଣତାକୁ ଗ୍ରହଣ କରିବା ଦରକାର ୱିଥ ଡ୍ୟୁ ଫିଲିଙ୍ଗସ୍। ଫିଲିଙ୍ଗସ୍ କଣ? କି ମୁଁ କୃଷ୍ଣଙ୍କର ନିତ୍ୟ ସେବକ। ଭଗବାନଙ୍କୁ ଭଗବାନଙ୍କର ନାମ ଗ୍ରହଣ କରିବା ପାଇଁ ନାମ ଶ୍ରବଣ କରିବା ପାଇଁ ଭଲ ଲାଗେ। ତ ଆଟଲିଷ୍ଟ ବିଭିନ୍ନ ଧାରଣା ଅଛି। ବିଭିନ୍ନ ଧାରଣାରେ ଆମେ ଉପବେଶନ କରିକି ଭଗବାନଙ୍କର ନାମକୁ ଆମେ ହୃଦୟରେ ସ୍ଥାପନ କରିପାରିବା। ତ ନିଶ୍ଚୟ ଆମେ ପ୍ରଚେଷ୍ଟା କରିବା ଦରକାର କି ସୁନ୍ଦର ଭାବରେ ପ୍ରତ୍ୟେକ ମୁହୂର୍ତ୍ତରେ ନାମ ଗ୍ରହଣ କରିବା ପାଇଁ 24 ଘଣ୍ଟା ତ କରିପାରିବାନି ଆଟଲିଷ୍ଟ ଆବଜର୍ଭ ହେଇପାରିବା ଯେତିକି ସମୟ ଆମେ ନାମ ଗ୍ରହଣ କରୁଛେ ତା ଦ୍ୱାରା ଆମର ହରିନାମ ଉପରେ ଆଶ୍ରୟ ବଢି ବଢି ଯିବ। ତ ଜୀବନର ପରମ ପୂଜ୍ୟ ରାଧାନାଥ ସ୍ୱାମୀ ଗୁରୁ ମହାରାଜ କୁହନ୍ତି କି ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତରେ ଯେତେବେଳେ ମୁଁ ଅସାମର୍ଥ୍ୟ ଅଛି ଯେତେବେଳେ ମୋର ଶାରୀରିକ ସାମର୍ଥ୍ୟତା ଅଛି କି ମାନସିକ ସାମର୍ଥ୍ୟ ଅଛି ଇମୋସନାଲ କିମ୍ବା ଏଥିକାଲ କି ସ୍ପିରିଚୁଆଲ ପ୍ରୋବ୍ଲେମ ଅଛି ସେ ସମସ୍ତ ସମୟରେ ହରିନାମ ମୋ ସହିତ ବ୍ୟକ୍ତିଗତ ଭାବରେ ଆଦାନ ପ୍ରଦାନ କରିଛନ୍ତି। ତେଣୁ ବହୁତ ବଡ ଷ୍ଟେଟମେଣ୍ଟ। ତେଣୁ ଆମେ ନିଶ୍ଚୟ ଭାବରେ ହରିନାମ ଉପରେ ଆଶ୍ରୟ ଗ୍ରହଣ କରିକି ହରିନାମକୁ ଗ୍ରହଣ କରିବା ଦରକାର। ଠିକ ଅଛି। ହରେ କୃଷ୍ଣ। ତ ଆମେ ଆଉ ଗୋଟେ ମାଣ ଜପ କରିବା। श्रील प्रभुपाद की जाए। श्री हरिनाम प्रभु की जाए।